ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, କୋଟିଏ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ମହିଳାଙ୍କ ପାଇଁ ଆସିଲା ଖୁସି ଖବର। ପୁଣି ଥରେ ମହିଳାଙ୍କ ଖାତାକୁ ଆସିବ ଟଙ୍କା, ମାନେ ସୁଭଦ୍ରାର ଚତୁର୍ଥ କିସ୍ତି ଆସିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅପେକ୍ଷା ହେଲା, ଅପେକ୍ଷାର ଅନ୍ତ। ଘୋଷଣା କଲେ ସରକାର, ଏହି ଦିନ ଖାତାକୁ ଆସିବ ଟଙ୍କା। ଏକାଥରେ କୋଟିଏ ଲୋକଙ୍କୁ ଖାତାକୁ ଟଙ୍କା ପଠାଇବେ ସରକାର। ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ 5,000 ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରବର୍ତ୍ତୀ ଖବର, ଆଜି ଆରମ୍ଭ ହେବାକୁ ଯାଉଛି ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା। ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡ୍ଲାଇନ୍ ସ୍ଥିର କଲା ସିବିଏସ୍ଇ। ପରୀକ୍ଷା ସକାଳ 10:30ଟାରେ ଆରମ୍ଭ ହେବ। ହେଲେ 10ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିଛି ସିବିଏସ୍ଇ। ପୁରା ଦେଶରେ ଏବଂ ବାହାରେ 46 ଲକ୍ଷ ପିଲା ଚଳିତ ଥର ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସେଣ୍ଟରରେ ସକାଳ 10 ସୁଦ୍ଧା ପହଞ୍ଚିବାକୁ ସଚେତନ କରାଯାଇଛି। ପରବର୍ତ୍ତୀ ଖବର, କମିଲା ସୁନା ଦର, ଗ୍ରାହକଙ୍କୁ ମିଳିଲା ଟିକିଏ ଆଶ୍ୱସ୍ତି। ସୋମବାର ଗୋଟିଏ ଦିନରେ 24 କ୍ୟାରେଟ୍ ସୁନା ଦର 1,310 ଟଙ୍କା ହ୍ରାସ ପାଇଛି। ଫଳରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ଦର 1,56,440 ଟଙ୍କା ହୋଇଛି। ସେହିପରି 22 କ୍ୟାରେଟ୍ ସୁନା ଦର 1,200 ଟଙ୍କା ଖସି 10 ଗ୍ରାମ ପିଛା 1,43,400 ଟଙ୍କାରେ ପହଞ୍ଚିଛି। ପରବର୍ତ୍ତୀ ଖବର, ଏକାମ୍ର କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। 330 କୋଟି ଟଙ୍କାରେ ଏକାମ୍ର କ୍ଷେତ୍ରରେ ବିକାଶ କରାଯିବ। ମହାଶିବରାତ୍ରି ଉତ୍ସବରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରରେ ବିକାଶ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ଏକାମ୍ର କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ 180 କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ 150 କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ୱିକ ବିକାଶ କାମ ସହିତ ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର ପ୍ରତିଷ୍ଠା ହେବ। ସମୁଦାୟ 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ଆଜିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। 3 ଲକ୍ଷ କୋଟି ଟପିବ ବଜେଟ୍। ସୁରୁଖୁରୁରେ ବିଧାନସଭା ଚଲାଇବା ପାଇଁ ବସିଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଖବର, ସବୁ ବାର୍ ଓ ପବ୍ ଉପରେ ହେବ ରେଡ୍। ଗତ 14 ଫେବୃଆରୀ ଭାଲେଣ୍ଟାଇନ୍ ଡେରେ ରାତି ତମାମ ଖୋଲା ଥିଲା ବାର୍। ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଡିଜେ ବଜାଇ ଛାତି ଥରାଇ ଦେଉଥିଲା ବାର୍ କର୍ତ୍ତୃପକ୍ଷ। ଭୋର ପର୍ଯ୍ୟନ୍ତ ବାର୍ ଚଲାଇବା ପାଇଁ ଥିଲା ଯୋଜନା, କିନ୍ତୁ ଶେଷ ମୁହୂର୍ତ୍ତରେ ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। 12ଟା ପର୍ଯ୍ୟନ୍ତ ବାର୍ ଖୋଲା ନେଇ ଅନୁମତି ଥିବା ବେଳେ ନିୟମ କାନୁନର ଧଜ୍ଜିଆ ଉଡ଼ାଇଥିବା କହିଛନ୍ତି ସ୍ଥାନୀୟ ଲୋକେ।
ସେପଟେ ଗତକାଲି ବିଳମ୍ବ ରାତିରେ ଏସବୁ ବନ୍ଦ କରାଯାଇଥିବା ବେଳେ ଆଜି ବାରକୁ ସିଲ୍ କରାଯିବ ସୂଚନା ଦେଇଛନ୍ତି ଅବକାରୀ ବିଭାଗ। ପରବର୍ତ୍ତୀ ଖବର, ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର ସମୟରେ କୁହୁଡ଼ି ଓ ଦିନରେ ଖରା ତାତି ଅନୁଭବ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ 6 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥିବା ବେଳେ କିଛି ସ୍ଥାନରେ ଦିନ ତାପମାତ୍ରାର ପ୍ରାୟ 2ରୁ 4 ଡିଗ୍ରୀ ବଢ଼ିଛି। ଗତ 24 ଘଣ୍ଟାରେ ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରହିଥିଲା। ସେହିପରି ସମତଳ ଅଞ୍ଚଳ ଭାବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ 36 ଡିଗ୍ରୀ ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ସମୃଦ୍ଧ କୃଷକ ସମୃଦ୍ଧ ସମ୍ବଲପୁର। ଗରିବ ଓ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଆମର ପ୍ରାଥମିକତାରେ ରହିଛି। ଏହି ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାର ବସବାସ କରୁଥିବା 3 ଲକ୍ଷ ପରିବାର ତଥା 15 ଲକ୍ଷ ଜନସାଧାରଣଙ୍କ ପାଖରେ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ତଥା ଜୀବନ ଜୀବିକା ଉପରେ ବିଶେଷ କରି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସମ୍ବଲପୁର ଅଇଁଠାପାଲିଠାରେ ଆୟୋଜିତ ସୁଭଦ୍ରା ଶକ୍ତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା 2026ର ଶୁଭ ଉଦ୍ଘାଟନ କରିବା ସହ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରବର୍ତ୍ତୀ ଖବର, ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ, ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଭାରତରେ ଆଗକୁ ବଢ଼ିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ୍ ୱେ ଏବଂ ହାଇୱେ ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ 1 ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ୍ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ। ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମୌଖିକ ଟିପ୍ପଣୀ ଦେଇଛନ୍ତି। ଏକ ବଳାତ୍କାର ମାମଲାରେ ଜାମିନ ଆବେଦନ ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଙ୍କ ଖଣ୍ଡପୀଠ କହିଛନ୍ତି ଯେ ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ପାଇଁ ଅଜଣା ହୋଇଥିବାରୁ ଏଭଳି ସମ୍ପର୍କ ରଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ। ପରବର୍ତ୍ତୀ ଖବର, ରାଜପାଳଙ୍କୁ ବେଲ୍। ବଲିଉଡର ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କ ପୋଷକଙ୍କ ପାଇଁ ଖୁସି ଖବର। 9 କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡ ଅଭିନେତା ରାଜପାଳଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିଛି। ହାଇକୋର୍ଟ 18 ମାର୍ଚ୍ଚରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ସେହିଦିନ ଅଭିନେତା କୋର୍ଟରେ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପାଳଙ୍କୁ ତାଙ୍କ ସମ୍ପର୍କୀୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏହି ଜାମିନ ପ୍ରଦାନ କରାଯାଇଛି। ଏଥିପାଇଁ ତାଙ୍କୁ ପ୍ରତିବାଦୀଙ୍କ ଆକାଉଣ୍ଟରେ 1,50,00,000 ଟଙ୍କା ଜମା କରିବାକୁ ପଡ଼ିଥିଲା। ପରବର୍ତ୍ତୀ ଖବର, ହିନ୍ଦୁଙ୍କ ଉପରେ ଆଖି ଉଠାଇଲେ ହେବ ଦୃଢ଼ ଆକ୍ସନ। ବାଂଲାଦେଶରେ ବଦଳିବ ଚିତ୍ର। ଏଣିକି ହିନ୍ଦୁଙ୍କୁ ଆଖି ଉଠାଇ ଅନାଇଲେ ନିଆଯିବ ଆକ୍ସନ ବୋଲି ସିଧା ସିଧା କହିଛନ୍ତି ତାରିକ ରେହମାନ। ଜିଲ୍ଲା ବିଏନପି ସାଧାରଣ ସମ୍ପାଦକ ସୌଦୁର ରହମାନ କହିଛନ୍ତି ଯେ ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରବର୍ତ୍ତୀ ଖବର, 2047 ସୁଦ୍ଧା ବିକଶିତ ଭାରତ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ 1 ଦଶନ୍ଧି ଧରି ତାର ନିରବଚ୍ଛିନ୍ନ ପ୍ରଗତି ଯାତ୍ରା ଅବ୍ୟାହତ ରଖି ଆସିଛି। ଏହି ଅବଧି ମଧ୍ୟରେ ଅନେକ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ନୀତିଗତ ସଂସ୍କାର ମାଧ୍ୟମରେ କେନ୍ଦ୍ର ସରକାର ଆର୍ଥିକ ପ୍ରଗତି, ରାଜନୈତିକ ଓ ସାମାଜିକ ସ୍ଥିରତା ଜରିଆରେ
ଦେଶର ସବୁ ବର୍ଗର ଲୋକମାନଙ୍କ ମୁହଁରେ ହସ ଫୁଟାଇବାକୁ ସକ୍ଷମ ହୋଇଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ଏହି ସଫଳତା ଯାତ୍ରା ଏବଂ 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ହାସଲ କରିବା ପାଇଁ ତାଙ୍କର ସରକାର କିପରି ଆଗକୁ ଅଗ୍ରସର ହେଉଛନ୍ତି ସେ ସମ୍ପର୍କରେ ପିଟିଆଇକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତରେ କହିଛନ୍ତି। ପରବର୍ତ୍ତୀ ଖବର କେନ୍ଦ୍ରୀୟ ବଜେଟ୍ ଆମେରିକା ଏବଂ ୟୁରୋପୀୟ ୟୁନିୟନ ସହିତ ଟ୍ରେଡ୍ ଡିଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ଦୃଢ଼ ଉତ୍ପାଦନ କ୍ଷେତ୍ର, ସେବା କ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇ ଏବଂ କ୍ଷେତ୍ର ଭାରତକୁ ନିଜସ୍ୱ ସତ୍ତ୍ୱରେ 38ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟରେ ପ୍ରବେଶ କରିବାକୁ ସକ୍ଷମ କରିଛି।